କଳମଣି ଗୋପବନ୍ଧୁ ଦାସଙ୍କ ସମସ୍ତ କବିତା ଗୁଡ଼ିକୁ ଟିକେ ଦେଖିବା। ଅବକାଶ ଚିନ୍ତାରେ 39ଟି କବିତା ରହିଛି, ଯେଉଁଟାକି କବିତା ଦେବୀ, କାଠ ଯୋଡ଼ିତିରେ ସ୍ୱୟଂକାଳ 1, କାଠ ଯୋଡ଼ିତିରେ ସ୍ୱୟଂକାଳ 2, କାଠ ଯୋଡ଼ିତିରେ ଚନ୍ଦ୍ରାଲୋକ ନିଶୀଥ, ପଣ୍ଡିତ ହରିହର ଦାସ ଶର୍ମା, ମୋ ନାନୀ, ଚନ୍ଦ୍ର, କୋକିଳ, ଗ୍ରୀଷ୍ମେ ଖୁଣ୍ଡା ଗଛ, ପ୍ରାର୍ଥନା, ବାଣୀ, ଶମ୍ଭୁକର ବାଜପେୟୀ, ଭକ୍ତ କବିବର ଜଗନ୍ନାଥ ଦାସ, ବଳରାମ ଦାସ, ସାରଳା ଦାସ, ଅନଙ୍ଗ ଭୀମ ଦେବ, ଶ୍ରୀ ପୁରୁଷୋତ୍ତମ ଦେବ, ଉପେନ୍ଦ୍ର ଭଞ୍ଜ, ସାମନ୍ତ ଚନ୍ଦ୍ରଶେଖର, ଭାର୍ଗବୀ ପ୍ରତି, ଖଣ୍ଡଗିରି ଶିଖରେ, କଟକର ଶିଳା ସେତୁ, ବିଂଶ ଶତାବ୍ଦୀର ପ୍ରଥମ ଦିନ ବାରବାଟୀ ଦର୍ଶନ, ବାଲିଯାତ୍ରା ସନ୍ଧ୍ୟାରେ ମହାନଦୀ ତୀରରେ, ରେଳ ଉପରେ ଚିଲିକା ଦର୍ଶନ, ଗଞ୍ଜାମର ଜାତୀୟ ସମିତି, ବ୍ରାହ୍ମଣ ସମିତି, ଛାତ୍ରାବସ୍ଥାରେ ସମବେତ ଛାତ୍ରଙ୍କ ପ୍ରତି, କାମ, କ୍ରୋଧ, ରେଭେନ୍ସା କଲେଜରୁ ବିଦାୟ, 26 ବର୍ଷ ପ୍ରବେଶ, ବିଷାଦ ସମୟରେ ଲିଖିତ କତିପୟ ପଂକ୍ତି, ଏକ ଅସରା ବର୍ଷର ଅବ୍ୟବହିତ ପରେ ନରାଜ ଦର୍ଶନ, ଗୋଟିଏ କଙ୍କଣ ଗଛ, ଅନାଥ, କଳିକା, ଶିବରାତ୍ରି, ପଥିକ, ଗିରି ଶେଖେ ଲୟ ରଖି ଚାଲିବି ମୁକୁର, ନୀରବ। ପରବର୍ତ୍ତୀ କବିତା ବନ୍ଦୀର ଆତ୍ମକଥା, ଧର୍ମପଦ, ଗୁ ମହାତ୍ମ୍ୟ, କାରା କବିତା। ସେଭଳି କାରା କବିତାରେ 13ଟି କବିତା ଅଛି। ନିତ୍ୟଧାମ ନୀଳାଚଳ, ବ୍ୟଥିତ ପ୍ରାଣର ଅନ୍ତିମ ଅଶ୍ରୁ, କାହିଁ ଅଛ, ଆହା ଚାଲିଗଲେ, ପିତୃତର୍ପ ତର୍ପଣ, ବନ୍ଦୀର ବିରହ ବ୍ୟଥା, ବନ୍ଦୀର ସନ୍ଧ୍ୟା ଭକ୍ତି, ବନ୍ଦୀର ସୁଦେଶ ଚିନ୍ତା, ବନ୍ଦୀର ସାନ୍ଧ୍ୟ ଭାବନା, କାରାରେ ଜଣେ ବନ୍ଧୁଙ୍କ ବିୟୋଗ ବାର୍ତ୍ତା ଶୁଣିବା ପରେ ତାପରେ ଦେଖାଦିଅ ବାରେ, ପ୍ରେମର କି ଏହି ପରିଣାମ, ବିଶ୍ୱର ମିଳନ ଚିତ୍ର। ପରବର୍ତ୍ତୀ କବିତା ବ୍ରହ୍ମତତ୍ତ୍ୱ ବା ନଚିକେତା ଉପାଖ୍ୟାନ। ଅନ୍ୟାନ୍ୟ କବିତା ରହିଛି, ଯେଉଁଟାକି ପ୍ରାର୍ଥନା, ବିଦାୟ ସଙ୍ଗୀତ, ସରଳତା, ଜାଗରଣ, ଭକ୍ତର ମୃତ୍ୟୁ, ସ୍ୱାଗତ ସଙ୍ଗୀତ, ଗୋଟିଏ ସମ୍ପୂର୍ଣ୍ଣ କବିତା, ମୂକ ମିନତି, ସ୍ୱରାଜ ବ୍ରତ ଇତ୍ୟାଦି କବିତା ଗୋପବନ୍ଧୁ ଦାସଙ୍କର ରହିଛି।